ଆଜି ପର୍ଯ୍ୟନ୍ତ ମୁଁ 15 ରୁ 1000 ଟଙ୍କା ପାଖାପାଖି ହାରିଲି 15-18 ହଜାର। ଆଜ୍ଞା ଘରେ ମୁଁ ପ୍ରାୟ ଜଣାଏ ନାହିଁ ଯେତେବେଳେ ଲୁଚି ଛପି ଖେଳିଦିଏ ତାପରେ ଯେତେ ଜାଣିଲେ ବି ମତେ ବିଗ୍ରହ ଦାସ ମୋ ନାଁ ବାପାଙ୍କ ନାଁ ଶାମସୁନ୍ଦର ଦାସ ଘର ନୂଆପଡା। କଣ କରନ୍ତି ଭାଇ ଆପଣ? ମୋର ଫୁଲ ବିଜନେସ୍ ଛୋଟ ଫୁଲ ଦୋକାନଟେ ନୂଆପଡା ଛକରେ। କେମିତି କଣ ଆପଣ ଏବେ ଜିତିଛନ୍ତି ମାଇ ସର୍କଲ ଇଲେଭେନରେ କେତେ ଖୁସି ଅଛନ୍ତି କେମିତି? ମୁଁ ତ ବହୁତ ଖୁସି, ମୋ ସାଇ ଭାଇ ବି ବହୁତ ଖୁସି, ବାପା ମା ଖୁସି, ମୋ ୱାଇଫ ବି ଖୁସି। ଆଉ ଖୁସିର ସୀମା ନାହିଁ। କାଲି ରାତିରୁ ଆମେ ଶୋଇନୁ କେହି, ସକାଳ ପାଇଗଲା ଅନେଇ ଅନେଇ ଭାବି ଭାବି ଠାକୁରଙ୍କୁ ଡାକି ଡାକି। କେମିତି ଆପଣ ଟିମ୍ କେମିତି କରିଥିଲେ? ମୋ ଟିମ୍ ତ ଆଗକୁ ଯେତେବେଳେ ଫାଷ୍ଟ ମତେ ଗୋଟେ ଆମର ସାନ ଭାଇ କହିଲା ଏମିତି ଏମିତି ଗୋଟେ ଟିମ୍ ମାଇ ଇଲେଭେନ ବା ଅଛି, ଆଉ ତାଟା ଆପ୍ସ ଟା ଲୋଡ କର, କରିକି ଟିମ୍ ଲଗାଅ, ବାଇଚାନ୍ସ ତମ ଭାଗ୍ୟରେ ଥିବ ବାଜିଯିବ। ସେଥିପାଇଁ ମୁଁ ଗୋଟେ ଦିଟା ଟିମ୍ ଆଗ ତାପରେ 5ଟା 10ଟା ଏମିତି ଲଗେଇଲି। ତାପରେ ଭୁଲ ଭାଲ ବହୁତ ହୁଏ, ମୁଁ ଜାଣିପାରେନି କୋଉଦିନ ମାନେ କୋଉ ପ୍ଲେୟାର ଖେଳିଥିବ କୋଉଦିନ ନ ଖେଳିଥିବ, ଇନଫିଲ୍ଡ ପ୍ଲେୟାର ଲଗେଇ ନଥିବି, ଆଉ ରେଡ୍ ଜୋନରେ ପଡିଯାଇଥିବ ପିଲା, ତାପରେ ଭୁଲ ଭାଲ ହେଲା। ତାପରେ ଆସ୍ତେ ଆସ୍ତେ ମୁଁ ଜାଣିଲି, ଜାଣିଲା ପରେ ଯେବେ ଜାଣିଗଲି ପୁରା ସେବେଠୁ 20ଟା ଲେଖା ଟିମ୍ ଲଗେଇ ଚାଲେ, ପାଖାପାଖି ରହିଯାଏ, ଖସିଯାଏ, ସବୁବେଳେ ହାରେ, ଜିତେ ନାହିଁ କେବେ। କେତେ ଟଙ୍କା ଆଜି ପର୍ଯ୍ୟନ୍ତ ହାରିଲେଣି? ଆଜି ପର୍ଯ୍ୟନ୍ତ ମୁଁ 15ରୁ 1000 ଟଙ୍କା ପାଖାପାଖି ହାରିଲି 15-18 ହଜାର। ଆଜ୍ଞା ଆପଣ ଯଦି ଖେଳନ୍ତି ଘରେ କିଛି କୁହନ୍ତିନି? ଘରେ ମୁଁ ପ୍ରାୟ ଜଣାଏ ନାହିଁ ଯେତେବେଳେ ଲୁଚି ଛପି ଖେଳିଦିଏ ତାପରେ ଯେତେ ଜାଣିଲେ ବି ମତେ ବିଗଡନ୍ତି। ପତ୍ନୀକୁ ଜଣାନ୍ତି? ହଁ ପତ୍ନୀ ଜାଣନ୍ତି ସବୁବେଳେ, ସିଏ ବିଗଡନ୍ତି। ଆପଣ ନ୍ୟୁଜ ଦେଖୁଥିବେ ବହୁତ ପିଲା ଗେମ୍ ଖେଳି ଜୀବନ ହାରୁଛନ୍ତି। ଆଜ୍ଞା ଆପଣ ଏଗୁଡା ଜାଣିବା କରିକି ଆପଣ ମୁଁ ଆଜ୍ଞା ଟୋଟାଲି ମୋ ପାଖରୁ କ୍ୟାସ ମୁଁ କାଢେ ନାହିଁ, ଅନଲାଇନ ମୋର ଯୋଉ ମୋବାଇଲ ଫୋନ ପେ ରୁ ମୁଁ କାଢେ, ମତେ ଜଣା ପଡେ ନାହିଁ ମୁଁ ପଇସା କେତେ କଟାଏ, ମୁଁ ଆଉ ଧ୍ୟାନ ଦିଏନି। ଲଗେଇ ଚାଲେ। କ୍ରିକେଟରେ ରୁଚି ରଖନ୍ତି? କ୍ରିକେଟ ବି ମୁଁ ଖେଳେ ନିଜେ। କ୍ରିକେଟ ଉପରେ ଆପଣଙ୍କର ନଲେଜ ଅଛି? ଆଜ୍ଞା କୋଉ ପିଲା ଖେଳିବେ ଆଜି, କୋଉଟା ବ୍ୟାଟିଂ ପିଲା, କୋଉଟା ବୋଲିଂ ପିଲା, କୋଉଟା ଅଲରାଉଣ୍ଡର, ତାଙ୍କୁ ସବୁ ଚିହ୍ନିବାର ଅଛି, ଚିହ୍ନିକି ଲଗେଇବାର ଅଛି। ଯୋଉ ଖେଳରେ ଲଗଉଛନ୍ତି ସେମାନେ ପିଚ୍ ପାଖରୁ ନେଇକି ବହୁତ କିଛି ସବୁ ଦେଖୁଛନ୍ତି। ଦେଖିବାକୁ ପଡିବ, ଏଇଟା ବୋଲିଂ ପିଚ୍ କି ବ୍ୟାଟିଂ ପିଚ୍ ସେମିତି ବି ଲଗେଇବାକୁ ପଡିବ। ଆଉ ଯଦି ବୋଲିଂ ପିଚ୍ ହେଇଥିବ ଆପଣ ଖାଲି ବ୍ୟାଟ୍ସମ୍ୟାନ ରଖିଥିବେ, ବୋଲର ଯଦି କ୍ୟାପ୍ଟେନ ଅଧିକ ପଏଣ୍ଟ ନେଇଗଲା ଆପଣ ଟିମ୍ ହାରିଯିବ। ଯଦି ବୋଲିଂ ପିଚ୍ ହେଇଥିବ ବୋଲର ରଖିବାକୁ ପଡିବ, କ୍ୟାପ୍ଟେନ ରଖିବାକୁ ପଡିବ ବୋଲରକୁ, ଆଉ ଯଦି ବ୍ୟାଟିଂ ପିଚ୍ ହେଇଥିବ ବ୍ୟାଟ୍ସମ୍ୟାନ କ୍ୟାପ୍ଟେନ ରଖିବାକୁ ପଡିବ। କାଲି କୋଉ କୋଉ ଟିମ୍ ଖେଳୁଥିଲେ? କାଲି ପଞ୍ଜାବ ଟିମ୍ ଖେଳୁଥିଲା, ବମ୍ବେ ଇଣ୍ଡିଆନ୍ସ ଖେଳୁଥିଲା, ସେମିଫାଇନାଲ ଲାଷ୍ଟ। କାହା ଦଳ ନେଇଥିଲେ? ମୁଁ ତ ନେଇଥିଲି ବ୍ୟାଟ୍ସମ୍ୟାନ 5ଟା, ଆଉ ଅଲରାଉଣ୍ଡର 2ଟା, ଆଉ ବୋଲର ମିଶେଇକି 4ଟା। କାଲି ଟୋଟାଲ କେତେଟା ଟିମ୍ ଆପଣଙ୍କର? କାଲି ମୁଁ 20ଟା ଟିମ୍ ଲଗେଇଥିଲି। କୋଉ ଟିମ୍ ଜିତିଥିଲା? ମୋର 4 ନମ୍ବର ଟିମ୍ ଟା ଜିତିଲା। କଣ କଣ ପ୍ଲେୟାର ରଖିଥିଲେ? ପ୍ଲେୟାର ରଖିଥିଲି ମୁଁ ତ ସିଆର ରଖିଥିଲି କ୍ୟାପ୍ଟେନ, ଆଉ ଜଷ୍ଟ ଇଂଲିଶ ରଖିଥିଲି ଭାଇସ୍ କ୍ୟାପ୍ଟେନ, ଆଉ ରଖିଥିଲି ଆମର ଯୋଉ ବୋଲର 2ଟା, ଆଉ ଅଲରାଉଣ୍ଡର 2ଟା, ତାପରେ ବ୍ୟାଟ୍ସମ୍ୟାନ 5ଟା। ମୋର ତ ବହୁତ ଲକି ମୋ ବାପା ମା, ତାପରେ ମୋର ବି ୱାଇଫ ଏବେ ନୂଆ ବାହାଘର, ମୋ ପାଇଁ ମୋ ସ୍ତ୍ରୀ ବହୁତ ଲକି, ଆଉ ମୋର ବି ମାନେ ୱାଇଫ ବି ଏବେ ପ୍ରେଗନେଣ୍ଟ ଅଛନ୍ତି 6 ମାସର, ମୋର ବି ମୋ ଯୋଉ ଶିଶୁ ଆସିବ ସିଏ ବି ମୋ ପାଇଁ ବହୁତ ଲକି। ମୁଁ ମନେ କଣ ଲକ୍ଷ୍ୟ ଅଛି ପଛରେ ଆସିଲେ ସେଇଟା ତ ଭାବି ନାହିଁ, ଆଗ ପ୍ରଭୁଙ୍କ ପାଖରେ ମୋର ମାନସିକ ଅଛି, ଆଗ ଜିତିଥିଲେ ମୁଁ ମାନସିକ କରିଥିଲି ଠାକୁରଙ୍କୁ ଆଗ ଡୋନେଟ କରିବି। ରାତି ତ ଅନିଦ୍ରା ହେଇନାହିଁ, ମ୍ୟାକ୍ସିମମ୍ 12ଟା 1 ରାତି ଯାଏ ଟିମ୍ ବନାଏ। ମନ ଦୁଃଖ ମୁଁ କରେ ନାହିଁ, ଯେ ଜାଣେ ପ୍ରଭୁ ଗଲା ଗଲା, ଯୋଉଦିନ ହେଲେ ପ୍ରଭୁ ଏପଟେ ଗଲେ ସେପଟେ ଦେବେ, ଠାକୁରଙ୍କୁ ଡାକିବ ଭୁଲିଯାଏ ଶୋଇପଡେ। ଆଉ ଗୋଟିଏ ମ୍ୟାଚ ଅଛି। ଦୁଃଖ ମୁଁ କରିନଥାନ୍ତି କଣ ପାଇଁ, ଯେ ମୁଁ ମୋ ଫୋନ ଆକାଉଣ୍ଟ ରୁ କଟୁଛି, ମୁଁ ଆଉ ଧ୍ୟାନ ଦିଏ ନାହିଁ। ମୁଁ ସେଟା କାଉଣ୍ଟ ରଖେନି ସାର୍, ମୁଁ କାହିଁକି କହିଲେ ମୋ କ୍ୟାସ୍ ପ୍ୟାକେଟ କାଢି ଲଗେଇଲେ ବାଧିବ ଗୋଟେ ଲୋକ, ଫୋନ ପେ ଆକାଉଣ୍ଟ କଟିଗଲେ ଧ୍ୟାନ ଦିଏନି, ଆକାଉଣ୍ଟ କଟିଲା ଆଡଜଷ୍ଟ ହବ। ମୁଁ ଆଗ ଫୋନ କରିଥିଲି, ତାପରେ ସମସ୍ତଙ୍କୁ ଜଣେଇଲା ପରେ, ତାପରେ ଫୋନ ସମସ୍ତେ ଜାଣି ସାରିଲା ପରେ ମତେ ଫୋନ କଲେ, ଆମ କୁଣିଆ ମଣିଷ ଅଫିସରୁ ଫୋନ ଆଇଲା ଦିନ 12ଟା ଭିତରେ। ଅଫିସରୁ ଫୋନ କଲେ ଯେ ଆମକୁ ଆପଣଙ୍କର ଭେରିଫାଇ ହବ, ଗୋଟେ ଭଲ ଫଟୋ ଟିକେ ଛାଡନ୍ତୁ ଡ୍ରେସ ପିନ୍ଧିକି, ଫଟୋ ମାଗିଲେ, କହିଲେ ଆମେ ଭେରିଫାଇ କରିବୁ ତାପରେ ଆପଣଙ୍କୁ ଫୋନ କରିବୁ। 2 ଥର ଫୋନ କଲେ। ହଁ ଏଇଟା ଆଗରୁ ଆମେ ଜାଣିଛୁ, ଏଇଟା ଓରିଜିନାଲ, ଏଇଟା ପିଲା ପାଉଛନ୍ତି, ଆଉ ମାଇ ଇଲେଭେନ ଡ୍ରିମ ଇଲେଭେନ ଓରିଜିନାଲ, ଏଇଟାରେ ଫେକ୍ ନାହିଁ। ମାଇ ଇଲେଭେନ ଆଜ୍ଞା। ମୋ ନାଁ ତିଲୋତ୍ତମା ଭୋଇ, ମୁଁ ବିନୋଦଙ୍କର ୱାଇଫ। କେତେ ମାସ ହେଲାଣି ବାହାଘର ହେଇଥିଲା? ମୋର ବର୍ଷେ ହେଇଗଲାଣି ବାହାଘର, କମ୍ପ୍ଲିଟ ଏବେ ହେଲା ବର୍ଷେ। ଆଜ୍ଞା କେମିତି ଲାଗୁଛି? ବହୁତ ଖୁସି ଲାଗୁଛି।
ଶୁଣିକି ଯେ ମୋ ହଜବେଣ୍ଡ ଜିତି ଯାଇଛନ୍ତି 3 କୋଟି ଥାରେ। କେବେ ବିଶ୍ୱାସ ବି କରିନଥିଲେ ଯେ ସେ ଏତେ ଆମାଉଣ୍ଟ ଜିତିବେ, ଗୋଟେ ଗାଡି ବି ମୋ ଘରକୁ ଆସିବ। ବହୁତ ଖୁସି। କେବେ ଆକଟ କରିଛନ୍ତି କାଇଁ ଖେଳୁଛି ବୋଲି? ହଁ, ବହୁତ ଥର ଆକଟ କରିଛି, ରାଗିଛି ବି ମଧ୍ୟ ତାଙ୍କ ଉପରେ ଯେ ଖେଳନି, କାହିଁକି ଖେଳୁଛ, ପିଲା ବହୁତ ସାରା ଖେଳୁଛନ୍ତି, ଏଇ ଜୀବନ ଦେଇ ଦଉଛନ୍ତି, କେତେ ପିଲା ବର୍ବାଦ ବି ହେଇଗଲାଣି ପଇସା ପତ୍ର ଖର୍ଚ୍ଚ କରିକି। କିଏ ବି କେତେ ବି ପିଲା ଲୋନ ଫୋନ କରିକି ସବୁ ବର୍ବାଦ ହେଇଗଲେଣି। ମତେ ଡର ଟିକେ ଥିଲା, ଆମେ ରୋଜଗାର କରୁଛୁ ହେଲେ ଏମିତି ପଇସାଟା ଉଡେଇଦବା କି, ଆମର ତ ପୁଣି ଆଗକୁ ଭବିଷ୍ୟତ ଅଛି। ସବୁବେଳେ ପାଟି କରେ, ମୋ କଥା ଶୁଣନ୍ତି ନାହିଁ। ଏବେ କହିଲେ ତମେ ଚୁପ ହେଇକି ବସ, ତମକୁ କିଛି କହୁନି, ତମେ ଦଉଛ। ଏବେ କହିଲେ 15,000 ଟଙ୍କା ସିଏ ହାରି ସାରିଛନ୍ତି ବୋଲି। ଆପଣ ଜାଣିଥିଲେ ମୁଁ 15,000 ହେଇଛି ବୋଲି? ଜାଣିନଥିଲି, ଯେବେ ଶୁଣିଲି, ଏବେ ଶୁଣିଲାଠୁ ମତେ ଶକ୍ ଲାଗୁଛି। ମୁଁ 15,000 ଟଙ୍କା ହାରିକି ବସିଛନ୍ତି। ହାରିଛନ୍ତି, ଭଗବାନ ବି ସାଥ ଦେଇଛନ୍ତି। 15,000 ବଦଳରେ ମତେ 3 କୋଟି ଦେଇଛନ୍ତି ସୁଧ ମୂଳ କିନା। ମୁଁ କିଛି କହିବି। ତଥାପି ରିସ୍କ କାମ। ରିକ୍ସ କାମ ତ ବହୁତ ନିଶା ହେଇଛି। ଗୋଟେ। ନିଶା ଲାଗି ଯାଇଥିଲା, ନିଶା 8ଟା 1ଟା ରାତି 3ଟା ରାତି ଯାଏଁ। ଆଗକୁ ଆକଟ କରିବେ ଏସବୁ ଜିନିଷକୁ? ହଁ, କରିବି। ଆକଟ କରିବାଟା ମୁଁ କେବେ ଛାଡିବିନି, କାହିଁକି ନା ଏମିତି ବି କରି ପିଲା ବହୁତ ଜିତିଲା ପରେ ବି ହାରୁଛନ୍ତି। ନିଶା ଗୋଟେ। ଗୋଟେ ନିଶା। ମୋ କର୍ତ୍ତବ୍ୟ ଟା ମୁଁ କରିବି, ତେଣୁକରି ସେ ତାଙ୍କ ଇଚ୍ଛା, ସେ କଣ କରିବେ। ହଁ ଭାଇ, ଶୁଣୁନଥିଲେ ଭାଉଜଙ୍କ କଥା? ଶୁଣୁନଥିଲି କାହିଁକି ଯେ ସିଏ ତ ମତେ ବାରମ୍ବାର କହନ୍ତି। ମୁଁ ଜାଣିଛି ତାଙ୍କ କଥା ଶୁଣିଲେ କିଛି ଫାଇଦା ହବ ନାହିଁ କି ଲାଭ ହବ ନାହିଁ, ଯଦି ଭାଗ୍ୟରେ ଥବ ବାଜିବ, ନହେଲେ ନାହିଁ। ଆଉ ରହିଲା 2ଟା 3ଟା ମ୍ୟାଚ୍ ମୁଁ ଖେଳିଦେବି। ତାପରେ ଆଉ ଆର ମ୍ୟାଚ୍ ଖେଳିବନି ନାହିଁ? ଆର ମ୍ୟାଚ୍ ତ ଖେଳିବାକୁ ବହୁତ ଇଚ୍ଛା ଅଛି, କିନ୍ତୁ ପିଲାମାନେ ଆମ ସାହି ପିଲା ସମସ୍ତେ ମନା କରୁଛନ୍ତି, ରହିଯା, ଏଇଟା କମ୍ପ୍ଲିଟ୍ ହେଇନାହିଁ, ଆଉ ଖେଳେନା, ଏଇଟା ସେ ଆପ୍ସରେ ରହିଛି, କାଳେ କଣ ମିଷ୍ଟେକ୍ ହବ, ଆଗ ଏଇଟା କମ୍ପ୍ଲିଟ୍ ହେଇଯାଉ ଖେଳିବି। ବହୁତ ସାରା ପିଲା ସାଙ୍ଗରେ ପଚାରିଥିଲେ ଭାଇ କେମିତି କରିଥିଲା? ଭାଇ ଜିତିଲେ ମତେ ସକାଳୁ ଏପର୍ଯ୍ୟନ୍ତ ବହୁତ ପିଲା କରିଛନ୍ତି, ଭାଇ ମୋର ଟିମ୍ ବନେଇଦେ, କଣ ଫର୍ମୁଲାଟା ମତେ ବତେଇ ଦେ, ଆଉ କେମିତି ଜିତିଲୁ, କଣ କଲୁ, କୋଉ କୋଉ ପିଲାଙ୍କୁ ନଉଛୁ, କେମିତି କଣ ଟିମ୍ ବନଉଛୁ, ଆଉ ମୋର 5ଟା ଟିମ୍ ବନେଇଦେ, ମୋର 3ଟା ଟିମ୍ ବନେଇଦେ। ବହୁତ ପିଲା ଭାଇ ଫୋନ୍ କରି କହିଲେଣି। ମୁଁ ଏପଟେ ମିଡ଼ିଆ ଭାଇ ସବୁ ଆସୁଛନ୍ତି, ମୁଁ ଟାଇମ୍ ଦେଇ ଯାଇପାରୁନି। ମୁଁ କହିଛି ସନ୍ଧ୍ୟାବେଳକୁ ଆସନ୍ତୁ ମୋ ଦୋକାନ କତିକି, ମୁଁ କରିଦେବି। ବାପାଙ୍କୁ ତ ରାତିରେ ମାଆଙ୍କୁ ଜଣେଇଲି, ମା ବିଶ୍ୱାସ କଲେ ନାହିଁ। ମାଆଙ୍କୁ ଯେତେ ଜଣେଇଲି ନିଦ ହେଲା ନାହିଁ, ବୁଝିପାରିଲେନି ଆଗ। କହିଲି ମୁଁ ମା ଜିତି ଯାଇଛି, ଆଉ ଡ୍ରିମ୍ ଇଲେଭେନ୍ ଯୋଉ ଖେଳ ଲାଗ ହଉଛି, ମାଇ ଇଲେଭେନ୍ ଡ୍ରିମ୍ ଇଲେଭେନ୍, ସେଇ ଖେଳରୁ ମୁଁ ଜିତି ଯାଇଛି 3 କୋଟି ଟଙ୍କା ଧାର କରି। ନା ନା ନା, ମୁଁ ଜାଣିପାରୁନି, ମିଛ ହେଇଥିବ, ଗୋଟେ ବିଶ୍ୱାସ ନୁହଁ। ତାପରେ ଆସ୍ତେ ଆସ୍ତେ ସବୁ ଜାଣିଲା ପରେ ସବୁ ବିଶ୍ୱାସ ହେଲା ବାପା ମାଙ୍କର। ବାପା କହିଲେ ହଉ ପ୍ରଭୁଙ୍କ ଦୟାରୁ ଯାହା ହଉ ଆମ ବାଦି ହେଇଛି। ବାପା ମା ଜାଣିଛନ୍ତି ଯୋଉ ଖେଳ ଖେଳୁଛନ୍ତି ହଁ ହଁ ତାଙ୍କର ପଇସା ଯାଉଥିଲା ବୋଲି? ହଁ ହଁ, ଜାଣିଛନ୍ତି। ଦୋକାନ ଫୁଲ ଦୋକାନ କରୁଛନ୍ତି? ଆଜ୍ଞା, ଫୁଲ ଦୋକାନ ସେଇଟା ଆଜ୍ଞା ମୋର ପରମ୍ପରା, ମୁଁ ଛୁଆବେଳୁ ସେଥିରୁ ମଣିଷ ହେଇଛି, ଆଉ ତାକୁ କେବେ ଛାଡ଼ିବିନି। ଲକ୍ଷ୍ୟ ତ ବହୁତ ଅଛି ଆଗକୁ, ସେଇଟା ପରିସ୍ଥିତି ନେଇ କାମ କରିବା, ଦେଖିବା। ଏତେ ଟଙ୍କା ତ ଆମେ କେବେ ୟୁଜ୍ କରିନୁ ଲାଇଫରେ, ଆଉ ଆଗକୁ ଭାବିଚିନ୍ତି ୟୁଜ୍ କରିବାକୁ ପଡ଼ିବ, ନହେଲେ ଯଦି ଭୁଲ ୟୁଜ୍ ହେଲା ଖରାପ ହେଇଯିବ। ତାକୁ ଠିକ୍ ଜାଗାରେ ସଠିକ୍ ଜାଗାରେ ଲଗେଇବାକୁ ପଡ଼ିବ। ବହୁତ ସ୍ୱପ୍ନ ଦେଖିଥିଲେ, ଲାଗୁଛି ସ୍ୱପ୍ନ ସାକାର ହେଲା? ଆଜ୍ଞା, ମୋର ତ ବହୁତ ଇଚ୍ଛା ଥିଲା ମୁଁ ଗୋଟେ କାର୍ ଚଲେଇବି ବୋଲି, ଆଉ ପ୍ରଭୁ ସବୁବେଳେ ଡାକେ, ପ୍ରଭୁ ମୋର ଏଇଟା ବାଜି ଯାଉନି। ଭଗବାନ ମୋର ଏତିକି ଶୁଣିଛନ୍ତି, ଥାର୍ଡ ଗାଡ଼ିଟେ ମୋର ମିଳିଛି, ବହୁତ ଆଶା ମୋର ସଫଳ ହେଇଛି। ଯୋଉମାନେ ଖେଳୁଛନ୍ତି, ଏଇଟା ସାର୍ ସବୁ ପିଲା ଖେଳିବାଟା ଠିକ୍ ନୁହଁ। ଛୋଟ ପିଲା ପ୍ରାୟ ସବୁ ଜିନିଷରେ ମୁଣ୍ଡ ଖେଳାଇବା, ବହୁତ ଫ୍ରଡ୍ ଗେମ୍ ଆଉଛି, ଫ୍ରଡ୍ ଆପ୍ସ ଆଉଛି, ପିଲା ବହୁତ ବର୍ବାଦ ହଉଛନ୍ତି। ଆଉ ବଡ଼ ପିଲା ଯଦି ଖେଳୁଛନ୍ତି ମାଇ ଇଲେଭେନ୍ ଡ୍ରିମ୍ ଇଲେଭେନ୍ ଖେଳନ୍ତୁ, ଜଗି ରଖି ଖେଳନ୍ତୁ, କମ୍ ଲଗାନ୍ତୁ, ଆଉ ବାଛିକି ଲଗାନ୍ତୁ। ବହୁତ ଟାଇମ୍ ଦେବାକୁ ପଡୁଛି ଆକୁ, ବହୁତ ପରିଶ୍ରମ ଯାଉଛି, ଆଉ ସେଇ ହିସାବରେ ଲଗେଇବେ ଯେମିତି ଫାଇଦା ରହିବେ। ଆଉ ଯଦି ଆପଣ ଜାଣିପାରୁନାହାନ୍ତି, କିଛି ବୁଝିପାରୁନାହାନ୍ତି, କି ଟିମ୍ ବିଷୟରେ ଜାଣିନାହାନ୍ତି, କି ଖେଳ ବିଷୟରେ ପ୍ଲେୟାରକୁ ଚିହ୍ନି ନାହାନ୍ତି, ତାହେଲେ ଆପଣ ଦୟାକରି ଏତେ ଲଗାନ୍ତୁ।